ପିଲାମାନେ ସବୁ ଭଲ ଅଛ? ସମସ୍ତେ ଖାଇକି ଆସିଛ? ହଉ ଆଜି ଆମେ କଣ ପଢିବା? କିଛି ଗୃହପାଳିତ ପଶୁ ବିଷୟରେ ଜାଣିବା ହେଲା। ଗୃହପାଳିତ ମାନେ କଣ? ଗୃହପାଳିତ ମାନେ କଣ? ଯୋଉଟାକୁ ଆମେ ଘରେ ପାଳନ୍ତି ହେଲା, ବା ଘରେ ପୋଷନ୍ତି, ତାକୁ ଆମେ ଗୃହପାଳିତ ପଶୁ ବୋଲି କହିବା ହେଲା। ମୁଁ ତମକୁ କିଛି ଚିତ୍ର ଦେଖେଇବି, ତମେ ତା ନାଁ ସବୁ କହିବ ହେଲା। ହଉ ଏଇଟା କି ଚିତ୍ର? ଡଗ ମାନେ କଣ? କୁକୁର। ସମସ୍ତଙ୍କର କୁକୁର ଅଛି? ହାତ ଦେଖିଲ। ହଉ ଏଇଟା କ୍ୟାଟ୍ ମାନେ କଣ? ବିଲେଇ। ଏଇଟା ସମସ୍ତଙ୍କର ଗାଈ ଥିବ? ଅଛି? ବାଛୁରୀ ରେଡି ଅଛି। ହଉ ଏଇଟା ଅକ୍ସ ମାନେ କଣ? ଏଇଟା କ୍ୟାମେଲ ମାନେ ଉଡ଼ିଟା ଅଛି। ଏଇଟା ହର୍ସ ମାନେ ରାବିଟ ମାନେ କଣ? ରାବିଟ କି ଓଡ଼ିଆରେ କଣ କହନ୍ତି? କୁଆ। ଆଉ ଏଇଟା ସିପ୍ ମାନେ ମେଣ୍ଢା ସବୁ କୋଉଠି ଅଛି? କିଏ ଦେଖିଛ? ଆମ ଗାଁରେ ଅଛି? ଚାନ୍ଦପାଲରେ ଅଛି, ଦେଖିଛ? ଆଉ ଏଇଟା ଡଗି ମାନେ କଣ? ପିଗ୍ ମାନେ ଘୁଷୁରୀ। ତାପରେ ଏଇଟା କାହା ଘରେ ଅଛି? ହଉ ହେନ୍ ମାନେ କୁକୁଡ଼ା। ଏଇଟା କଣ? ଗଞ୍ଜା। କହନ୍ତି ଦୁଷ୍ଟ ମାନେ ବି ଗଞ୍ଜା ହେଲା। ହଉ ଏଇଟା ଡଗ ମାନେ ବତକ। ଏଇଟା କି ପକ୍ଷୀ କିଏ କହିପାରିବ? ମାନେ କୁକୁଡ଼ା ହେଲା। ହଉ ଏବେ ମୁଁ ଯାହାକୁ ପଚାରିବି ସେଇ କହିବ ହେଲା। ଏଠିକି ଆସିଲ, ସୁପ୍ରିୟା ଆସିଲ। ଏଇଟା କଣ କହିଲ? କୁକୁର। କୁକୁର କଣ କହନ୍ତି ଇଂଲିଶର? ଡଗ ମାନେ ହଉ ବସ ସେଠି ଯାଇକି। ତାପରେ ଆସିଲ ଶୁଭମ ଆସିଲ। ଏଇଟା ସିପ୍ ମାନେ ମେଣ୍ଢା। ହଁ ତାପରେ ସୁପ୍ରିୟା ଆସିଲ। ସୁପ୍ରିୟା ଆସିଥିଲା ନା? ପ୍ରିୟା ଆସିଲୁ। ପ୍ରିୟଙ୍କା ଛେଳି ଇଂଲିଶରେ କଣ କହନ୍ତି? ଛେଳି ଇଂଲିଶରେ କଣ କହନ୍ତି? ଗୋଟ୍ ମାନେ ଛେଳି। ହଉ ବସ। କୁଟୁ ଆସିଲ। ମାନେ ଗାଈ। ଆଉ ତିତଲି ନା ଗୋଟା ଡାକୁଛି ଆଉ। ମାନେ ଗଧ। ହଉ ଏବେ ସବୁ ଜାଣିଲ?